ବନ୍ଧୁଗଣ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବ୍ରଜେନ୍ଦ୍ର ସାର୍ ୟୁଟ୍ୟୁବ୍ ଚ୍ୟାନେଲରେ। ବନ୍ଧୁଗଣ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର ବିଜ୍ଞପ୍ତି କିମ୍ବା ସୂଚନା ପ୍ରଥମେ ପାଇବେ। ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ବନ୍ଧୁଗଣ ଆପଣଙ୍କ ସମର୍ଥନ ନେଇ ମୋତେ ଏମିତି ଆଗକୁ ଭିଡ଼ିଓ ବନେଇବାର ପ୍ରେରଣା ମିଳିବ। ବନ୍ଧୁଗଣ ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ଦୁଇଟି ଜିଲ୍ଲାର ବିଜିଡି ଭ୍ୟାକେନ୍ସି ବିଷୟରେ କହିବି। ଚାଲନ୍ତୁ ଦେଖିବା ପ୍ରଥମେ କ'ଣ ରହିଛି ଭ୍ୟାକେନ୍ସି। ବନ୍ଧୁଗଣ ଏମିତି ହିଁ ଆଗରୁ ମୁଁ ଆପଣଙ୍କୁ କହିସାରିଛି, ଜିଲ୍ଲା ଆଉ ବ୍ଲକ ତରଫରୁ ଯେଉଁ ଆସୁଥିବା ପଞ୍ଚାୟତ ତରଫରୁ ନିଯୁକ୍ତିର ବିଜ୍ଞପ୍ତି ପ୍ରଥମେ ଦେଇଥାଏ। ବନ୍ଧୁଗଣ ଚାଲନ୍ତୁ ଦେଖିବା କ'ଣ ରହିଛି ପଦବୀ। ଆଉ ବନ୍ଧୁଗଣ ଏହାର ପିଡିଏଫ୍ ଟି କୋଉଠି ପାଇବେ ମୁଁ ଆପଣଙ୍କୁ ଶେଷରେ କହିବି, ଭିଡ଼ିଓ ଶେଷରେ। ଚାଲନ୍ତୁ ବନ୍ଧୁଗଣ ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ରହିଛି ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ପିଏମ୍ ଶ୍ରୀ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ କୁର୍ସି, 8 ପୋଷ୍ଟ କୁର୍ସି ରହିଛି ଆପଣଙ୍କର। ବ୍ଲକ ରହିଛି ଆପଣଙ୍କର ଉମରକୋଟ, ଏଇଠି ଆପଣଙ୍କର ନବରଙ୍ଗପୁର ରହିଛି ଆପଣଙ୍କର ଜିଲ୍ଲା। ଏଇଠି ତାଙ୍କର ମୋବାଇଲ ନମ୍ବର ରହିଛି ଯୋଗାଯୋଗ କରିବାରେ। ଏଇଠି ରହିଛି ଆପଣଙ୍କର ଇମେଲ ଆଇଡି। ଆଉ ବନ୍ଧୁଗଣ ଏଇ ଭ୍ୟାକେନ୍ସି ଆସିଛି ପିଓରଲି ଟେମ୍ପୋରାରୀ ଭାବରେ ଗେଷ୍ଟ ଫ୍ୟାକଲ୍ଟିର ଆପଣଙ୍କର 2025-26 ସେସନ ପାଇଁ। ବନ୍ଧୁଗଣ ଚାଲନ୍ତୁ ଦେଖିବା କେଉଁ ସବଜେକ୍ଟ ରହିଛି ପଦବୀ। ଏଇଠି ଦେଖିପାରୁଥିବେ ଆପଣଙ୍କର ରହିଛି ଓଡ଼ିଆ ପିଜିଟି, ପିଜିଟି ଓଡ଼ିଆ ଅପସନାଲ, ପିଜିଟି ଇଂଲିଶ, ପିଜିଟି ପଲିଟିକାଲ ସାଇନ୍ସ, ପିଜିଟି ହିଷ୍ଟ୍ରି, ପିଜିଟି ଇକୋନୋମିକ୍ସ। ଆଉ ବନ୍ଧୁଗଣ କେଉଁମାନେ ଏହାକୁ ଆବେଦନ କରିପାରିବେ ଚାଲନ୍ତୁ ଦେଖିବା। ବନ୍ଧୁଗଣ ଆପଣମାନେ ଯଦି ଏଠି ଦେଖିପାରୁଥିବେ ବନ୍ଧୁଗଣ ଆପଣମାନେ ଯଦି ରିଟାୟାର୍ଡ ଗଭର୍ଣ୍ଣମେଣ୍ଟ ନନ୍ ଗଭର୍ଣ୍ଣମେଣ୍ଟ ଏଡେଡ୍ ଲେକ୍ଚର ଅଛନ୍ତି ତାହେଲେ ଆବେଦନ କରିପାରିବେ 65 ବର୍ଷରୁ କମ୍ ବୟସ ଥିଲେ। ଆଉ ବନ୍ଧୁଗଣ ଆପଣ ଯଦି ଫ୍ରେଶ୍ କ୍ୟାଣ୍ଡିଡେଟ୍ ଅଛନ୍ତି, କୌଣସି ଆପଣ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ଆଗରୁ ଚାକିରି କରିନାହାନ୍ତି, ଆଉ ଆପଣ ପିଜିରେ ବନ୍ଧୁଗଣ ବିଇଡି ଯଦି କରିନାହାନ୍ତି ତାହେଲେ କିଛି ଅସୁବିଧା ନାହିଁ। ଆପଣ ପିଜିରେ 50% ମାର୍କ ରଖିଛନ୍ତି ଏଇସବୁ ସବଜେକ୍ଟରେ ତାହେଲେ ଆବେଦନ କରିପାରିବେ। କୌଣସି ବନ୍ଧୁଗଣ ଆପଣଙ୍କ ଯଦି ଅନୁଭବ ନାହିଁ ତାହେଲେ କିଛି ଅସୁବିଧା ନାହିଁ। ଯଦି ଆପଣଙ୍କ ପାଖରେ କମ୍ପ୍ୟୁଟର ସାର୍ଟିଫିକେଟ୍ ନାହିଁ କିଛି ଅସୁବିଧା ନାହିଁ। ଆଉ ବିଇଡି ବି ଯଦି କରିନାହାନ୍ତି ଆଉ ପିଜି କରିଛନ୍ତି ଆଉ 50% ଅଧିକା ମାର୍କ ରଖିଛନ୍ତି ତାହେଲେ ଆବେଦନ କରିପାରିବେ ବନ୍ଧୁଗଣ। ଆଉ ବନ୍ଧୁଗଣ ଚାଲନ୍ତୁ ଦେଖିବା କ'ଣ କ'ଣ ଆପଣଙ୍କର ଆଉ ଦରମା ଦେଖିପାରୁଥିବେ ବନ୍ଧୁଗଣ। ଆପଣଙ୍କୁ 400 ଟଙ୍କା ପର କ୍ଲାସ୍ ପିଛା ମିଳିବ। ଆଉ 50ଟା କ୍ଲାସ୍ କରିପାରିବେ। ଆପଣଙ୍କର ମାସକୁ ଗୋଟେ କ୍ଲାସ୍ ଆପଣଙ୍କର ରହିବ ଆପଣଙ୍କର 45 ମିନିଟ୍, ଆପଣ ମାସକୁ 50ଟା କ୍ଲାସ୍ କରିପାରିବେ। ମାସକୁ ଆପଣ 20,000 ଟଙ୍କା ଆପଣ ଦରମା ପାଇପାରିବେ। ବନ୍ଧୁଗଣ ଆପଣ ଯଦି ଆପଣଙ୍କ ଯଦି ପିଜିଡିସିଏ କୋର୍ସ କରିଛନ୍ତି ତାହେଲେ ଆପଣଙ୍କୁ ଓଟିସି ମିଳିବ, ଯଦି କରିନାହାନ୍ତି କିଛି ଅସୁବିଧା ନାହିଁ। ଆଉ ବନ୍ଧୁଗଣ କ'ଣ କ'ଣ ଆପଣଙ୍କର ଡକ୍ୟୁମେଣ୍ଟ ଦରକାର ବନ୍ଧୁଗଣ ଏଇଠି ଦେଖିପାରୁଥିବେ। ବନ୍ଧୁଗଣ ଆପଣ ଯଦି ପିଜି କରିଛନ୍ତି ଆଉ ପିଜିରେ 50% ମାର୍କ ରଖିଛନ୍ତି ତାହେଲେ ଆପଣ ଆବେଦନ କରିପାରିବେ। ଆଉ ବନ୍ଧୁଗଣ ଆପଣ ଯଦି ବିଇଡି କରିଛନ୍ତି ତାହେଲେ ଭଲ କଥା, ନହେଲେ କିଛି ଅସୁବିଧା ନାହିଁ। ଆଉ କମ୍ପ୍ୟୁଟର ସାର୍ଟିଫିକେଟ୍ ବନ୍ଧୁଗଣ କିଛି ଦରକାର ନାହିଁ, ଅଛି ଯଦି କିଛି ଥିଲେ ଭଲ କଥା, ନଥିଲେ କିଛି ଅସୁବିଧା ନାହିଁ ବନ୍ଧୁଗଣ। ଏଇଟା 2025-26 ସେସନ ପାଇଁ ଆପଣଙ୍କର ବାହାରିଛି ଟେମ୍ପୋରାରୀ ଆପଣଙ୍କର ପିଜିଟି ଭ୍ୟାକେନ୍ସି ବନ୍ଧୁଗଣ। ଆଉ ବନ୍ଧୁଗଣ ଆପଣ ଯଦି କୌଣସି ବି ଚାକିରିର ଟିଚିଂ ଚାକିରିରେ ଆପଣ ଯଦି ପ୍ରସ୍ତୁତି କରୁଛନ୍ତି ତାହେଲେ ବି ଆପଣ ଆବେଦନ କରିପାରିବେ, କିଛି ଅସୁବିଧା ନାହିଁ ବନ୍ଧୁଗଣ। ଆପଣ ପ୍ରସ୍ତୁତି କରୁଥିବେ ଟିଚିଂ ଲାଇନର ଆଉ ତା ସହିତ ଆପଣ ଚାକିରି ବି କରିକି ଦରମା ପାଇପାରିବେ। ବନ୍ଧୁଗଣ କ'ଣ କ'ଣ ଆପଣ ଡକ୍ୟୁମେଣ୍ଟ ଦରକାର ଏଇଠି ଦେଖିପାରୁଥିବେ ବନ୍ଧୁଗଣ। ଏଇ ଯେଉଁ ଆବେଦନ ପତ୍ରଟି ରହିଲା ବାୟୋଡାଟା, ଏଇଟାକୁ ଆପଣ ଫିଲ୍ଅପ୍ କରିବେ ଆପଣଙ୍କର ସବୁ ବିବରଣୀ ଦେଇକି। ଆପଣ ଏଇ ବାୟୋଡାଟାରେ ଆପଣଙ୍କର ସବୁ ବ୍ୟକ୍ତିଗତ ସବୁ ଆପଣଙ୍କର ନାଁ, କେଉଁ ପୋଷ୍ଟ ପାଇଁ ଆବେଦନ କରୁଛନ୍ତି, ଆପଣଙ୍କର ନାଁ କ'ଣ, ଆପଣଙ୍କ ବାପାଙ୍କ ନାଁ, ଏଇଠି ସବୁ ଜନ୍ମ ତାରିଖ, ଏରେ ସବୁ ଆପଣଙ୍କର ଯାହା ଯାହା ଅଛି ସବୁ ଫିଲ୍ଅପ୍ କରିବେ। ତା ସହିତ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ଏଇଠି ଫିଲ୍ଅପ୍ କରିବେ। ତା ସହିତ ଯଦି ଆପଣଙ୍କର ପାଖରେ ଅନୁଭବ ଅଛି ତାହେଲେ ଏଇଠି ଫିଲ୍ଅପ୍ କରିବେ। ଆଉ ତା ସହିତ ଆପଣଙ୍କର କେଉଁ କେଉଁ ସାର୍ଟିଫିକେଟ୍ ଆପଣ ଦେଇଛନ୍ତି ଏଇଠି ସବୁ ଲେଖିବାକୁ ପଡ଼ିବ ବନ୍ଧୁଗଣ ଆପଣଙ୍କୁ। ଆଉ ତାପରେ ବନ୍ଧୁଗଣ ଚାଲନ୍ତୁ ଦେଖିବା କିପରି ଭାବରେ ଆବେଦନ କରିବେ। ସେ ଆବେଦନ ଆପଣଙ୍କର ରହିଲା ବାୟୋଡାଟାଟି, ତାପରେ ଆପଣଙ୍କର ସବୁ ସାର୍ଟିଫିକେଟ୍ର
ହାଇସ୍କୁଲ ଧରିକି ପିଜି ଆଉ ବିଇଡି ଯଦି ଅଛି ହେଲେ ଭଲ କଥା, ନହେଲେ କିଛି ଅସୁବିଧା ନାହିଁ। ୟାର ସବୁ ଆପଣଙ୍କର ଜେରକ୍ସ କପି ତା ସହିତ 2ଟି ପାସପୋର୍ଟ ସାଇଜ ଫଟୋ ସହିତ ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଏଇ ଆଡ୍ରେସରେ ଆପଣଙ୍କୁ PM ଶ୍ରୀ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ କୁର୍ସି ଅମରକୋଟ ନବରଙ୍ଗପୁର ଆପଣଙ୍କୁ 15/9/2025 ପୂର୍ବରୁ ଆବେଦନ କରିବାକୁ ପଡ଼ିବ ବନ୍ଧୁଗଣ। ଏଇଠି ଦେଖିପାରୁଥିବେ 15/9/2025 ପୂର୍ବରୁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଆଉ ବନ୍ଧୁଗଣ ଏହା ପରେ ଆବେଦନ କଲେ ଆପଣଙ୍କୁ ଆପଣଙ୍କର ଆବେଦନ ପତ୍ରଟି ଗ୍ରହଣ କରାଯିବ ନାହିଁ ବନ୍ଧୁଗଣ। ଆଉ ଆଉ ବନ୍ଧୁଗଣ ଆପଣ ଯଦି ଚାକିରି କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଯାଇକି ଆବେଦନ କରିପାରିବେ ବନ୍ଧୁଗଣ। 15 ତାରିଖରେ ବି ଯାଇକି ଆବେଦନ କରିପାରିବେ। କେବଳ ବନ୍ଧୁଗଣ ଅଫିସ୍ ଆୱାରରେ 10ଟାରୁ ଆପଣଙ୍କର 4ଟା ଭିତରେ ଆବେଦନ ଯାଇକି କରିପାରିବେ। ଆଉ ବନ୍ଧୁଗଣ ଆପଣଙ୍କର ଯଦି ଚୟନ ପ୍ରକ୍ରିୟାରେ ଚୟନ ହେଉଛି ତାହେଲେ ଆପଣଙ୍କର 17/9/2025ରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ଅଛି। ମାନେ ଏହି ତାରିଖରେ ଆପଣଙ୍କୁ କଲେଜ ପହଞ୍ଚିକି ଆପଣଙ୍କର ଅରିଜିନାଲ ସାର୍ଟିଫିକେଟ ଦେଖେଇବାକୁ ପଡ଼ିବ। ଆଉ 15/9/2025 ଆପଣଙ୍କର ରହୁଛି ଆବେଦନ କରିବାର ଶେଷ ତାରିଖ। ଏହି ତାରିଖରେ ଆପଣ ପୂର୍ବରୁ ଆବେଦନ କରିବାକୁ ପଡ଼ିବ କଲେଜ ଭିଜିଟ୍ କରିକି ବନ୍ଧୁଗଣ। ଅଫଲାଇନ୍ ରହିବ। ଚାଲନ୍ତୁ ଦେଖିବା ଦ୍ୱିତୀୟରେ କ'ଣ ରହିଛି ଭ୍ୟାକେନ୍ସି। ଚାଲନ୍ତୁ ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଦ୍ୱିତୀୟରେ ଆପଣଙ୍କର ରହିଛି ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଫୁଲବାଣୀ ଜିଲ୍ଲା ରହିଛି ଆପଣଙ୍କର କନ୍ଧମାଳ। ଏଇଠି ତାଙ୍କର ଇମେଲ୍ ଆଇଡି, ଏଇଠି ତାଙ୍କର ମୋବାଇଲ ନମ୍ବର, ଏଇଠି ତାଙ୍କର ରହିଛି ଆପଣଙ୍କର ଭ୍ୟାକେନ୍ସି ରିଲିଜ୍ ହେଇଛି 11/9/2025। ଆଉ ଚାଲନ୍ତୁ ଦେଖିବା କ'ଣ ରହିଛି ଭ୍ୟାକେନ୍ସି। ଆଉ ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଏଇଟା 2025-26 ପାଇଁ ଗେଷ୍ଟ ଫ୍ୟାକଲ୍ଟିର ଭ୍ୟାକେନ୍ସି ରହିଛି ପିଓରଲି ଟେମ୍ପୋରାରୀ ପାଇଁ। ଏଇଠି ଦେଖିପାରୁଥିବେ ବନ୍ଧୁଗଣ କେଉଁ ପଦବୀ ରହିଛି ସବଜେକ୍ଟ ପାଇଁ। ଏଠି ଦେଖିପାରୁଥିବେ ଗେଷ୍ଟ ଫ୍ୟାକଲ୍ଟି ଇନ୍ ଦ ସବଜେକ୍ଟ ଅଫ୍ ହିଷ୍ଟ୍ରି ପାଇଁ ରହିଛି ଆପଣଙ୍କର ପଦବୀ। ଆଉ ଚାଲନ୍ତୁ ଦେଖିବା କ'ଣ କ'ଣ ଆପଣଙ୍କର ଡକ୍ୟୁମେଣ୍ଟ ଦରକାର। ଏଇଠି ଦେଖିପାରୁଥିବେ ଆପଣମାନେ କେଉଁମାନେ ଏହାକୁ ଆବେଦନ କରିପାରିବେ। ବନ୍ଧୁଗଣ ଯେଉଁମାନେ ରିଟାୟାର୍ଡ଼ ଗଭର୍ଣ୍ଣମେଣ୍ଟ ଲେକ୍ଚର୍ସ ଅଛନ୍ତି ସେମାନେ ଆବେଦନ କରିପାରିବେ 65 ବର୍ଷରୁ କମ୍ ଥିଲେ। ଆଉ ଫ୍ରେଶ୍ କ୍ୟାଣ୍ଡିଡେଟ୍ ଆବେଦନ କରିପାରିବେ। ଏହି ସବଜେକ୍ଟରେ ଆପଣଙ୍କୁ 50 ମାର୍କ ରଖିଥିବେ, 50-70 ମାର୍କ ଆପଣ ରଖିଥିଲେ ଆବେଦନ କରିପାରିବେ। ତାପରେ ଆପଣଙ୍କର ରହିଲା ତା ସହିତ ଆପଣ ବିଇଡି ଥିବାର ଅଛି। ଆଉ ଅନୁଭବ ନାହିଁ ତ କିଛି ଅସୁବିଧା ନାହିଁ, କମ୍ପ୍ୟୁଟର ସାର୍ଟିଫିକେଟ୍ ନାହିଁ ତ କିଛି ଅସୁବିଧା ନାହିଁ, କୌଣସି ଚାକିରିର ପ୍ରସ୍ତୁତି କରୁଛନ୍ତି ତ ତାହେଲେ କିଛି ଅସୁବିଧା ନାହିଁ, ଆବେଦନ କରିପାରିବେ। ଏଇଠି ଦେଖିପାରୁଥିବେ କ'ଣ କ'ଣ ଆପଣ ଡକ୍ୟୁମେଣ୍ଟ ଦରକାର। ଏଇଠି ଦେଖିପାରୁଥିବେ ଆପଣଙ୍କର ଗୋଟେ ବାୟୋଡାଟା, ମାନେ ଆପଣ କେଉଁଠୁ କେଉଁ ପର୍ଯ୍ୟନ୍ତ ପଢ଼ିଛନ୍ତି ତାର ଗୋଟେ ବାୟୋଡାଟା, ତା ସହିତ ଫଟୋ ବି ଲାଗିଥିବ। ତାପରେ ଆପଣଙ୍କର ରହିଲା ସବୁ ସାର୍ଟିଫିକେଟର ଆପଣଙ୍କର ଜେରକ୍ସ କପି ତା ସହିତ ଅରିଜିନାଲ ସହିତ ଏଇଠି ଦେଖିପାରୁଥିବେ ଆପଣମାନେ ଏଠି ଦେଖିପାରୁଥିବେ 17/9/2025 ପୂର୍ବରୁ ଆପଣ ଯାଇକି ଆବେଦନ କରିବାକୁ ପଡ଼ିବ। ଅଫିସ୍ ଟାଇମରେ କଲେଜ ଭିଜିଟ୍ କରିକି ଆବେଦନ କରିବାକୁ ପଡ଼ିବ ବନ୍ଧୁଗଣ। ଆପଣଙ୍କର ରହିଛି ହିଷ୍ଟ୍ରି ସବଜେକ୍ଟ ରହିଛି 17/9/2025 ଆପଣଙ୍କର ଶେଷ ତାରିଖଟି ରହିଛି। ଆଉ ତାପରେ ଆପଣଙ୍କର ରହିଲା ବନ୍ଧୁଗଣ ଏଇଟା ରହିଲା, ଏଇଠି ଦେଖିପାରୁଥିବେ ଆପଣଙ୍କର ରହିଲା ଏହାର PDF ଟି କୋଉଠି ହୁଏ ଚାଲନ୍ତୁ ମୁଁ ଆପଣଙ୍କୁ କହିଦେଉଛି। ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି ଟେଲିଗ୍ରାମ ଗ୍ରୁପର, ଆପଣ ସେଠି କ୍ଲିକ୍ କରିକି ବ୍ରଜେନ୍ଦ୍ର ସାର୍ ଅଫିସିଆଲ ଟେଲିଗ୍ରାମ ଗ୍ରୁପରେ ଆସିପାରିବେ। ଏହି ଗ୍ରୁପରେ ଆପଣ ଜଏନ୍ ହେଇଗଲା ମାନେ କାରଣ ଆଗକୁ ଆସୁଥିବା ସମସ୍ତ ଭ୍ୟାକେନ୍ସିର PDF ଗୁଡ଼ିକ ଏଠି ପାଇପାରିବେ ବନ୍ଧୁଗଣ। ଆଉ ବନ୍ଧୁଗଣ ଏଇଠି ଆପଣଙ୍କର PDF ଟି ଅପଲୋଡ଼ କରିଦିଆଯାଇଛି। ଏବେ ଇଣ୍ଟରନେଟ୍ ବନ୍ଦ ଅଛି ତ ଏଠି ଶୋ କରୁନି। ବନ୍ଧୁଗଣ ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆଉ ଆପଣଙ୍କର ମତାମତ କମେଣ୍ଟ ସେକ୍ସନରେ ଦିଅନ୍ତୁ। ଆପଣଙ୍କର ମତାମତ ଯାହା ରହିଲା କମେଣ୍ଟ ସେକ୍ସନରେ କୁହନ୍ତୁ। ଆଉ ଆପଣଙ୍କର ଜିଲ୍ଲାଟି ଆପଣଙ୍କର କମେଣ୍ଟ ସେକ୍ସନରେ ଜିଲ୍ଲାର ନାଁ କହିଦିଅନ୍ତୁ। ତାପରେ ଭ୍ୟାକେନ୍ସି ଆସିଲେ ଆପଣଙ୍କର ମୁଁ କହିଦେବି। ଆଉ ବନ୍ଧୁଗଣ ଆଉ ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ। ବନ୍ଧୁଗଣ ଏହି ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।